नमस्कार बंधुगण। आज आम करवा पानी कखारु बा पेठा बा एस्कट र जूस। अनुरोध रहा लाइक सेट कर आउ या द्वारा कौन कौन उपकार कौन होची जोस्ना। ତାକୁ ଫାଷ୍ଟ ଆମେ ଆଣିକି ଧୁଆ ଧୁଇ କରିଦବା, ପୁରା କ୍ଲିନ କରି ଧୋଇବା। ଧୋଇ ସାରିଲା ପରେ ତାକୁ ଆମେ କାଟିଦବା, ବୁଝିଲେ ନା। ଏଟାକୁ ସଂସ୍କୃତରେ କଣ କହନ୍ତି ଜାଣିଛ? ତାକୁ କହନ୍ତି କୁଷ୍ମାଣ୍ଡ ଫଳ। ମାନେ ଆମର ଲକ୍ଷ୍ମୀ ପୁରାଣରେ ଅଛି ଯେ ନାରୀ ମାନେ ଏଟାକୁ କାଟନ୍ତିନି। ତ ଏଟା ତ ତମେ କାଟିଲ, ଠିକ ଅଛି। ତାକୁ କାଟି ସାରିଲା ପରେ ତାର ଚୋପା ଫୋପା ସବୁ ବାହାର କରିଦବା। କରି ତାକୁ ଜୁସ୍ ବନେଇବା ହେଲା। ତାକୁ ପୁରା ମଞ୍ଜି ଚୋପା ସବୁ କ୍ଲିନ କରିଦେଇକି ତାକୁ ଆମେ କଣ କରିବା, ଗ୍ରାଇଣ୍ଡରରେ ପକେଇବା, ଗ୍ରାଇଣ୍ଡିଙ୍ଗ କରିବା। ଗ୍ରାଇଣ୍ଡିଙ୍ଗ କଲା ବେଳେ ଆମେ ସେଥିରେ ପୁଦିନା ପତ୍ର ଯଦି ଦବାକୁ ଇଚ୍ଛା ଅଛି ତାହେଲେ ପୁଦିନା ପତ୍ର ଦବା। ଅଦା ଟିକେ ଯଦି ଇଚ୍ଛା ଅଛି ତାହେଲେ ଅଦା ଟିକେ ପକେଇବା। ତାର अदा ସ୍ମେଲ टिके ଗୋଟେ ଅଲଗା ଅଲଗା। ग्राइंडिंग कर दवा ना ताकू। ହଁ, ନାଇଁ ଆରେ ଗ୍ରାଇଣ୍ଡରରେ ପକେଇବା। ठीक ପକେଇଲା ମାନେ अछि। ତାର ଜୁସ୍ ସାଙ୍ଗରେ ମିଶିଲେ ତାର ଗୋଟେ ଟେଷ୍ଟ गोलमरिच ଅଲଗା भी पके ଆସିବ। दवा। ହଁ, ଗୋଲମରିଚ ପକେଇଲେ ठीक ତାର है ଟେଷ୍ଟ ଆସିବ। ग्राइंडिंग हे गला। ହଁ, आउ यार उपकार जानचो। ନାଇଁ ତାର ଯେତେବେଳେ ଜୁସ୍ ଟା ବାହାରିବନି କି, ସେ ଜୁସ୍ ବାହାରିବ, ସେ ଜୁସ୍ ଟା ଟେଷ୍ଟ କିଛି ସେମିତି କିଛି ଖରାପ ନାହିଁ, ଏତେ ଟେଷ୍ଟ, ବଢିଆ ଟେଷ୍ଟ ମାତ୍ର। ଆଚ୍ଛା, ସେ ଜୁସ୍ ଟା ପିଇଲେ ଆମକୁ କଣ ହବ ଆଉ ତାର ଉପକାର ଟା ଟିକେ କହିଲ। हाँ जूस जूस टा पीले एथिरे भरपूर मिनरल अच्छी विटामिन सी अच्छी मोटा कमेइबो कोलेस्ट्रॉल कमेइबो और केते पेट जनित सब प्रकार रोग पे एटा भलो। ଏଇଟା ଆଉ ଏଇଟା ସ୍ୱାମୀଜୀ ବି ଖାଇବା ବି କହୁନଥିଲେ ଭଲ। କି? ଏଇ ଦେଖ ଆମେ ହୁଁ, ଜୁସ୍ ଟା ବାହାର କରିଦେଲେ ପୁଦିନା ହଁ, ପତ୍ର ଟିକେ ତାକୁ ଟିକେ ତାକୁ ସଜେଇ ସଜଉଛ ନାଇଁ, ଦେଇକିନା ସଜେଇଲା ମାନେ ସଜେଇ ତାର ଦେଇକି ତାକୁ ସୁନ୍ଦର ଟା ମାନେ ଆମେ ଏତେ ବଢିଆ ହଁ ଲାଗିବ। ସୁନ୍ଦର ତ ସବୁଥିରେ ଅଛି କିନ୍ତୁ ହଁ ଦେଖ ସେ ଯୋଉ ବଳକା ଇଏଟା ଧଳାଟା ରହିଲାନି ତାର ସେଟାକୁ ଆମେ କୋରଟା ଯୋଉଟା କୋରଟା କି, କୋରଟା ହଁ, ସେଟାକୁ ଆମେ ଭାଜି ପାରିବା ବଢି ଖଟା ବଢି କରିପାରିବା। ହଁ ତାକୁ ବଢି ବଢି ବି ଟା ପକେଇଲେ ମେନ୍। ବଢିଆ ବଢିଟା ଲାଗିବ ହଉଛି କିନ୍ତୁ ମେନ୍। ବଢିଆ ଲାଗୁଛି। ହଁ, ଆମ ବଢି। ଓଡିଆରେ ତ ବହୁତ ଲୋକ ବଢି ପକାନ୍ତି ହୁଁ, ଆଜିକାଲି ଟିକେ ଭୁଲିଗଲେଣି କିନ୍ତୁ ବଢିକୁ ସମସ୍ତେ ନା ଖାଇବାଟା ବଢି, ବହୁତ। ହଁ, କଖାରୁ ବଢିର ଟେଷ୍ଟ ତ ଏତେ ଆସନ୍ତୁ ଟେଷ୍ଟି। ଆମେ ଏଇ ଟାଇପ ର ଜୁସ୍ କରିବା ସବୁବେଳେ ପିଇବା ଶରୀରକୁ ସୁସ୍ଥ ରଖିବା ଯୋଗ ପ୍ରାଣାୟାମ କରିବା।